ମୁଁ ରାତି 12টাରେ ଆସିଲି ମେଡିକାଲ। ରାତି 12টাରେ ମେଡିକାଲ କଣ ପାଇଁ ଆସିନି? ରାତି 12টাରେ ମୋ ସହ ଏମିତି କିଛି ହବ ବୋଲି ମୁଁ କେବେ ବି ଏକ୍ସପେକ୍ଟ କରିନଥିଲି। ଆଜି ହଉଛି ଆମର ସଣ୍ଡେ, ତ ସଣ୍ଡେରେ କମ୍ପ୍ୟୁଟର ନାହିଁ, ତ ସକାଳୁ ମୁଁ ମିନି ବ୍ଲଗ କରିନି, ତ ଡାଇରେକ୍ଟ ଷ୍ଟାର୍ଟ କରୁଛି ଏବେ 4টাରେ। ଯାହାକି ମୁଁ ଏବେ ବହୁତ ଟେନସନରେ ଅଛି, ଯାହାକି ଆମର ଗୋଟେ ଦିନ ମିନି ବ୍ଲଗ ପଡି ପାଇଲା। ରାତି 12টাରେ ଯୋଉ ଘଟଣା ମୋ ସହ ହେଇଛି ତା ପାଇଁ ମୋର ଭିଡିଓ ଏଡିଟ କରିବାକୁ ବି ମୋର ଇଚ୍ଛା ହେଲା ନା। ଏବେ ମୁଁ ବାହାରୁଛି କନିକାକୁ, କାହିଁକି ନା କିଛି ଫ୍ରୁଟ୍ସ ଆଣିବାର ଅଛି ବାପାଙ୍କ ପାଇଁ। ଜଲ୍ଦି ଗାଡି ବାହାର କରିକି ଜଲ୍ଦି ଯାଇ ପଳେଇ ଆସିବା ଫ୍ରୁଟ୍ସ ନେଇକି, କାହିଁକି ନା ଆମର ଅନ୍ଧାର ହେଇଯିବ। ଅନ୍ଧାର ହେଲା ମାନେ ପୋକ ବହୁତ ପଡିବ, ତ ଜଲ୍ଦି ଚାଲ। ଭିଡିଓ ଏଡିଟ ନ କଲେ ପୁଣି ଆପଣ ମାନେ ମୋ କଥା ଜାଣିବେ କେମିତି? ତ ଭିଡିଓ ଯେମିତି ବି ହଉ ଏଡିଟ କରିନି ମୁଁ ବସିକି। ଫଳ ଦୋକାନକୁ ଆସି ପହଞ୍ଚିଲା ପରେ ଫଳର ଦାମ ଶୁଣିକି ମୋ ମୁଣ୍ଡ ତ ଭାଇ ପୁରା ଖରାପ, କାହିଁକି ନା ଫଳର ଦାମ ଥିଲା ପୁରା ଆକାଶ। ଫଳ କିଣି ସାରିଲା ପରେ ମୁଁ ଆସିନି ଏଟିଏମ କୁ, ବଟ ଏଟିଏମ ରେ ବାଲାନ୍ସ ଚେକ୍ କଲାକୁ ପଇସା ଆସିନି ମୋର। ତାପରେ ମୁଁ ପଳେଇ ଆସିନି ସିଧା ଘରକୁ। ରାତି ପାଖାପାଖି 10:30 11ଟା ଆମର ହବ। ବାପା ଗାଁ ଭିତରୁ କିଛି କାମ ସାରିକି ଆସୁଥିଲେ। ଭାଇ ଆସିଲା ବେଳେ ଗୋଟେ ପାଗଳ କୁକୁରଟି ବାପାଙ୍କ ଗୋଡକୁ କାମୁଡି ଦେଲା। ତାପରେ ଭାଇ ମୁଁ ଦେଖିଲାକୁ ମୋ ମୁଣ୍ଡ କିଛି କାମ କଲାନି, ତ ସାଙ୍ଗେ ଭାଇ ମେଡିକାଲ ନେଇକି ପଳେଇ ଆସନ୍ତି। ତ ଆମର ଫେରୁ ନିହାତି ରାତି 12ଟା 1 ହେଇଗଲା। ରହିକି ବି ଆପଣ ମାନଙ୍କ ପାଇଁ ଭିଡିଓ କରୁଛି, ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦବ।